ଋଷିଙ୍କର ଏପରି ଏକ ଭୟଙ୍କର ଅଭିଶାପ ଯାହା ହନୁମାନ ମାତାଙ୍କୁ ସ୍ୱର୍ଗରୁ ଉଠାଇ ଆଣି ମୁହୂର୍ତ୍ତକ ମଧ୍ୟରେ ବାନରୀ ରୂପ ଦେଇ ପୃଥିବୀକୁ ନିକ୍ଷେପ କରିଥିଲା। ଏହି କାହାଣୀ ସ୍ୱର୍ଗର ଅପସରା ପୁଞ୍ଜିକ ସ୍ଥଳାଙ୍କଠାରୁ ଆରମ୍ଭ ହୁଏ। ସେହି ସମୟରେ ପୃଥିବୀରେ ମହାନ ଋଷି ଦୁର୍ବାସା କଠୋର ତପସ୍ୟା କରୁଥିଲେ। ଦେବତାମାନଙ୍କ ରାଜା ଇନ୍ଦ୍ରଦେବ ମନରେ ଭୟଭୀତ ସୃଷ୍ଟି ହେଲା ଯେ କାଳେ ଋଷି ନିଜ ତପସ୍ୟା ବଳରେ ଇନ୍ଦ୍ରଦେବଙ୍କଠାରୁ ଅଧିକ ଶକ୍ତିଶାଳୀ ହୋଇଯିବ ଏବଂ ଇନ୍ଦ୍ରଲୋକ ଉପରେ ଶାସନ କରିବ। ନିଜର ସିଂହାସନ ବଞ୍ଚାଇବା ପାଇଁ ଇନ୍ଦ୍ରଦେବ ପୁଞ୍ଜିକ ସ୍ଥଳାଙ୍କୁ ଆଦେଶ ଦେଲେ। କହିଲେ, ପୃଥିବୀକୁ ଯାଅ ଏବଂ ଦୁର୍ବାସା ଋଷିଙ୍କ ଧ୍ୟାନ ଭଙ୍ଗ କର। ଇନ୍ଦ୍ରଙ୍କ ଆଦେଶ ପାଇ ଋଷିଙ୍କ ଆଶ୍ରମକୁ ଗଲେ ଏବଂ ତାଙ୍କ ତପସ୍ୟାର ବାଧା ସୃଷ୍ଟି କରିବାକୁ ଲାଗିଲେ। ଋଷି ଦୁର୍ବାସାଙ୍କ ତପସ୍ୟା ଭଙ୍ଗ ହେବା ପରେ କ୍ରୋଧରେ ଆଖି ଖୋଲିଲେ ଏବଂ ତାଙ୍କୁ ଅଭିଶାପ ଦେଲେ ଯେ କହିଲେ, ତୁମେ ଏକ ବାନର ଭଳି ଆଚରଣ କରିଛ। ଯାଅ, ପୃଥିବୀରେ ତୁମର ଚେହେରା ମଧ୍ୟ ବାନର ପରି ହୋଇଯିବ। ଅପ୍ସରା କାନ୍ଦି କାନ୍ଦି ଋଷିଙ୍କ ପାଦ ଧରି କ୍ଷମା ମାଗିଲେ। ତେବେ ଋଷି ଦୟା ଦେଖାଇଲେ ଏବଂ ମୁକ୍ତିର ଉପାୟ ବତାଇଲେ। ସେ କହିଲେ, ଯେଉଁଦିନ ତୁମେ ଭଗବାନ 11ତମ ରୁଦ୍ର ଅବତାରଙ୍କୁ ଜନ୍ମ ଦେବ, ସେହିଦିନ ତୁମେ ପୁନର୍ବାର ଅପ୍ସରା ହୋଇଯିବ। ଏହି ଅଭିଶାପ କାରଣରୁ ସେହି ଅପ୍ସରା ପୃଥିବୀରେ ବାନର ରାଜା କୁଞ୍ଜରଙ୍କ ଘରେ କନ୍ୟା ରୂପେ ଜନ୍ମ ନେଲେ, ଯାହାଙ୍କ ନାମ ହେଲା ଅଞ୍ଜନା। ବଡ଼ ହେବା ପରେ ତାଙ୍କର ବିବାହ ମହାନ ବାନର ଯୋଦ୍ଧା କେଶରୀଙ୍କ ସହିତ ହେଲା। କିନ୍ତୁ ଅଭିଶାପରୁ ମୁକ୍ତି ପାଇବା ପାଇଁ ତାଙ୍କର ଏକ ପୁତ୍ରର ଆବଶ୍ୟକ ଥିଲା। ତେଣୁ ମାତା ଅଞ୍ଜନା ହାମ୍ପିର ଏହି ଅଞ୍ଜନାଦ୍ରି ପର୍ବତ ଉପରେ ଭଗବାନ ଶିବଙ୍କୁ ଘୋର ତପସ୍ୟା କଲେ। ବର୍ଷ ବର୍ଷ ତପସ୍ୟା ପରେ ଶିବଜୀ ପ୍ରସନ୍ନ ହେଲେ ଏବଂ ବାୟୁଦେବଙ୍କ ମାଧ୍ୟମରେ ଅଞ୍ଜନାଙ୍କ ଗର୍ଭରେ ଦିବ୍ୟ ଶକ୍ତି ସ୍ଥାପନ। ତାପରେ ଏହି ପାହାଡ଼ ଉପରେ ବଜରଙ୍ଗବାଲିଙ୍କ ଜନ୍ମ ହେଲା। ବଜରଙ୍ଗବାଲି ଜନ୍ମ ନେବା ମାତ୍ରେ ମାତା ଅଞ୍ଜନାଙ୍କ ଅଭିଶାପ ଖଣ୍ଡନ ହୋଇଗଲା। ଆଜି କର୍ଣ୍ଣାଟକର ହାମ୍ପିରେ ଅବସ୍ଥିତ ଏହି ଅଞ୍ଜନାଦ୍ରି ପର୍ବତ ଏହି ସମଗ୍ର ଘଟଣା ସାକ୍ଷୀ ଅଟେ। 557ଟି ପାହାଚ ଚଢ଼ି ଆଜି ମଧ୍ୟ ଭକ୍ତମାନେ ସେହି ପବିତ୍ର ଜନ୍ମସ୍ଥାନକୁ ଦର୍ଶନ କରିବାକୁ ଆସନ୍ତି।